ସବୁଆଡ଼େ ପ୍ରାୟ ଜଣାପଡ଼ୁଛନ୍ତି ଅଯୋଗ୍ୟ ହିତାଧିକାରୀ ବହୁତ ଅଛନ୍ତି। ଅଯୋଗ୍ୟ ହିତାଧିକାରୀ ଯେଉଁମାନେ ବି ଅଛନ୍ତି ମୁଁ ଆଗ ଅପିଲ୍ କରୁଛି ସମସ୍ତେ ଆଗ ସରେଣ୍ଡର କରିଦିଅନ୍ତୁ। କିଛି ଆକ୍ସନ୍ ନିଆଯିବନି, ସରେଣ୍ଡର କରିଦିଅନ୍ତୁ। ଆଉ ଯଦି ସରେଣ୍ଡର ନ କରିବେ ତ ଆକ୍ସନ୍ ନିଆଯିବ। କଟକରେ 10,000 କେତେ ହିତାଧିକାରୀ ଅଛନ୍ତି ଯୋଉମାନେ କି ଦେଖନ୍ତୁ ସାରା ଓଡ଼ିଶାରେ ଲକ୍ଷ ଲକ୍ଷ ସଂଖ୍ୟାରେ ଅଯୋଗ୍ୟ ହିତାଧିକାରୀ ଅଛନ୍ତି। ମାନେ କିଏ ସରକାରୀ ଚାକିରି କରିଛି, କିଏ ଟିଚର ଅଛି, କିଏ ଲେକ୍ଚରର ଅଛି, କିଏ ଡକ୍ଟର ଅଛି। ମୁଁ ଏମିତି କହିବିନି, ସବୁ ପ୍ରକାରର ଲୋକ ଅଛନ୍ତି ଯେଉଁମାନେ ହାତେଇଛନ୍ତି ଇଏ କାର୍ଡ଼, ସେଟା ନେବା ଉଚିତ ନୁହେଁ। ତେଣୁ ତାଙ୍କୁ ମୁଁ ନିବେଦନ କରୁଛି ଯେ ସେମାନେ ସରେଣ୍ଡର କରିଯାଆନ୍ତୁ ବିଫୋର ଆକ୍ସନ୍ will be taken against them। କିଛି ଡେଡଲାଇନ୍ ଦିଆଯିବ କି ତାଙ୍କୁ ସରେଣ୍ଡର? ନାଇଁ, ଡେଡଲାଇନ୍ ନାହିଁ, ସେମାନେ ତୁରନ୍ତ ସରେଣ୍ଡର କରିଦିଅନ୍ତୁ। ଆମେ EKYC ସରିବା ପୂର୍ବରୁ ଛାଡ଼ି ଦିଅନ୍ତୁ। ପ୍ରଥମ ସରକାରରେ ମୋଦି ଆସୁଛନ୍ତି, ଉତ୍କର୍ଷ ଓଡ଼ିଶା ହବ, ଓଡ଼ିଶାରେ ଆପଣଙ୍କ ସରକାର ପ୍ରଥମ ଥର ପାଇଁ କରିବାକୁ ଯାଉଛନ୍ତି, ପୁଞ୍ଜିନିବେଶ ଆସିବ, କେମିତି ଦେଖୁଛନ୍ତି ମୋଦିଙ୍କ ଗସ୍ତ ଅଛି? ବହୁତ ବଡ଼ ଅପରଚ୍ୟୁନିଟି ଓଡ଼ିଶା ପାଇଁ, ଆଉ ଓଡ଼ିଶାକୁ ସେ ବହୁତ ପ୍ରାୟୋରିଟି ଦେଉଛନ୍ତି। ତେଣୁ ଗୋଟେ ସୁବର୍ଣ୍ଣ ଯୁଗ ଓଡ଼ିଶା ପାଇଁ ଆସିଛି ମୁଁ ଭାବୁଛି। ଆଉ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ବହୁତ ବିକାଶ ହେବ।